ସବୁବେଳେ ଲାଗି ରହିଛି ଖବରର ଧାଡ଼ି। ତା ଭିତରେ ଭଲ ଓ ଜରୁରୀ ଖବର ବି ଅଛି, ଆଉ ବି ଅଛି ମିଛ ଚର୍ଚ୍ଚା। ସେ ଭିତରକୁ ଯିବା ନାହିଁ। ସତ ଯାହା ଯେମିତି ସେମିତି ଖବର ଆମର। କବିତା ସବୁବେଳେ ଜୀବନର କଥା କହେ। ସମୂହ ନିମନ୍ତେ ଅଭିପ୍ରେତ ଭାବ ବ୍ୟଞ୍ଜନାକୁ ବ୍ୟକ୍ତିଗତ ଭାବରେ ଅନୁଭବୀ ସଭିଙ୍କ ପାଇଁ ପ୍ରକାଶିତ କରେ। ସମୟର ପ୍ରତିରୂପ ହେଉଛି ସମସାମୟିକ କବିତା ବୋଲି ମତ ପ୍ରକାଶ ପାଇଛି କବୟିତ୍ରୀ ସରସ୍ୱତୀ ମିଶ୍ରଙ୍କ ଦ୍ୱିତୀୟ କବିତା ସଂକଳନ କଣ୍ଟା ଓ ଗୋଲାପର ପାଠକାର୍ପଣ ସମାରୋହ ଅବସରରେ। ବଲାଙ୍ଗୀର ସ୍ଥିତ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ କବୟିତ୍ରୀ ସରସ୍ୱତୀ ମିଶ୍ରଙ୍କ ଦ୍ୱିତୀୟ କବିତା ସଂକଳନ କଣ୍ଟା ଓ ଗୋଲାପର ପାଠକାର୍ପଣ ସମାରୋହ ସ୍ରୋତସ୍ୱତୀ ପ୍ରକାଶନୀର ଆୟୋଜନରେ ଅନୁଷ୍ଠିତ ହୋଇଥିଲା। ସମାରୋହରେ ମୁଖ୍ୟ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସମ୍ମାନିତ ଅତିଥି ସ୍ରୋତସ୍ୱତୀ ପ୍ରକାଶନୀର ପ୍ରତିଷ୍ଠାତା ଅଧ୍ୟାପକ ସନ୍ଦୀପ କୁମାର କୁଆଁର ଓ ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ୍ ଡକ୍ଟର ଗୋପବନ୍ଧୁ ରଥ ପ୍ରମୁଖ ଉପସ୍ଥିତ ରହି କବୟିତ୍ରୀ ସରସ୍ୱତୀ ମିଶ୍ରଙ୍କ କବିତା ସଂକଳନ କଣ୍ଟା ଓ ଗୋଲାପକୁ ପାଠକାର୍ପଣ କରିଥିଲେ। ପାଠକାର୍ପଣ ସମୟରେ ସହପ୍ରକାଶକ କୃଷ୍ଣଚନ୍ଦ୍ର ମିଶ୍ର ଉପସ୍ଥିତ ଥିବା ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଭାକୁ କବୟିତ୍ରୀ କସ୍ତୁରୀ ରଥ ସଂଯୋଜନା କରିଥିବା ବେଳେ ରଶ୍ମି ପାତ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ପାଠକାର୍ପିତ କବିତା ସଂକଳନ କଣ୍ଟା ଓ ଗୋଲାପରୁ କବିତା ଆବୃତ୍ତି କରିଥିଲେ କବିତା ମିଶ୍ର, ଧର୍ମେନ୍ଦ୍ର ପ୍ରଧାନ, ନଳିନୀ ପ୍ରଭା ଶତପଥୀ। ପରେ ପରେ ଆୟୋଜିତ କବିତା ପାଠକୁ ସଂଯୋଜନା କରିଥିଲେ କବୟିତ୍ରୀ ପୁଷ୍ପାଞ୍ଜଳି ମେହେର ଓ କବିତା ମିଶ୍ର। ଏଥିରେ ଶତାଧିକ କବି ଓ କବୟିତ୍ରୀ ଉପସ୍ଥିତ ରହି କବିତା ପାଠ କରିଥିଲେ। এই ଯେଉଁ କବିତା ସଂକଳନ ପ୍ରକାଶ ପାଇଲା, ପ୍ରାୟତଃ କବିତା ଗୁଡ଼ିକ ପ୍ରକୃତିରୁ ଆନିତ ବିଷୟବସ୍ତୁ ଉପରେ ଲିଖିତ, ନଚେତ୍ ସାମାଜିକ ବିଷୟବସ୍ତୁ ଉପରେ ଲିଖିତ, ଯେଉଁଥିରେ ଅଧିକାଂଶ କବିତାରେ ସମାଜ ପ୍ରତି ଏକ ବାର୍ତ୍ତା ବା ସନ୍ଦେଶ ରହିଛି, ଯାହା ପଢ଼ି ପାଠକ ତହିଁରୁ କିଛି ଶିଖିପାରିବ। ପ୍ରାୟତଃ ଅନେକ କବିତା ସରଳ ସହଜ ଭାଷାରେ ଲିଖିତ, ଯାହାକୁ ପଢ଼ି ସମସ୍ତ ପାଠକ ବର୍ଗ ବୁଝିପାରିବେ ଏବଂ କମ୍ ପାଠ ପଢ଼ିଥିବା ଲୋକ ମଧ୍ୟ ଶିଖିପାରିବେ ପଢ଼ିକରି। ବହୁତ ଖୁସି ଲାଗୁଛି। ଏହା ମୋର ପ୍ରତି ପାଠକମାନଙ୍କର ଭଲ ପାଇବା ଏବଂ ଗୁରୁଜନମାନଙ୍କର ଆଶୀର୍ବାଦରୁ ସମ୍ଭବ ହୋଇପାରିଛି। କେମିତି ଲାଗିଲା ଆମ ସକାଳର ଖବର? ମତାମତ ନିଶ୍ଚୟ ଦେବେ। ଯଦି ଆପଣମାନଙ୍କୁ ଛୁଇଁ ପାରୁଛି ତେବେ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ, ତାପରେ ବେଲ୍ ଆଇକନରେ କ୍ଲିକ୍ କରନ୍ତୁ ଓ ତାପରେ ଅଲ୍ରେ। ଏଥର ଆମ ସକାଳର ଖବର ପହଞ୍ଚିଯିବ ଆପଣମାନଙ୍କ ପାଖରେ।